ଗୋଟିଏ ଜଙ୍ଗଲରେ ଗୋଟିଏ କଇଁଛ ଓ ଠେକୁଆ ରହୁଥିଲେ। ଦୁହେଁ ଖୁବ୍ ଭଲ ସାଙ୍ଗ ଥିଲେ। ଠେକୁଆ ବହୁତ ଜୋରରେ ଦୌଡ଼ି ପାରୁଥିଲା, କିନ୍ତୁ କଇଁଛ ଧୀରେ ଧୀରେ ଚାଲୁଥିଲା। ଠେକୁଆ ସବୁବେଳେ କଇଁଛକୁ ଧିମା ଗତି ପାଇଁ ଚିଡ଼ାଉଥିଲା। ଦିନେ କଇଁଛଟି ଠେକୁଆକୁ ଦୌଡ଼ ପ୍ରତିଯୋଗିତା ପାଇଁ ଆହ୍ୱାନ କଲା। ଠେକୁଆଟି ହସି ହସି ରାଜି ହୋଇଗଲା। ପ୍ରତିଯୋଗିତା ଆରମ୍ଭ ହେଲା। ଠେକୁଆ ଖୁବ୍ ଜୋରରେ ଦୌଡ଼ି ବହୁତ ଆଗକୁ ଚାଲିଗଲା। କିନ୍ତୁ କିଛି ଦୂର ଯାଇ ସେ ଦେଖିଲା କଇଁଛଟି ବହୁତ ପଛରେ ଅଛି। ସେ ଭାବିଲା, କଇଁଛ ଆସିବାକୁ ତ ବହୁତ ସମୟ ଲାଗିବ। ଟିକେ ଏଇ ଗଛ ମୂଳରେ ଶୋଇପଡ଼ିବି। ସେ ସେଇଠି ଶୋଇଗଲା। କଇଁଛଟି ଧୀରେ ଧୀରେ ଚାଲି ଚାଲି ତା'ର ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲା ଏବଂ ଜିତିଗଲା। ଆଉ ଠେକୁଆଟିର ଗର୍ବ ଅହଙ୍କାର ସବୁ ଭାଙ୍ଗିଗଲା।